ଛୋଟମାନଙ୍କୁ ମୋର ନମସ୍କାର ଏବଂ ଛୋଟମାନଙ୍କୁ ମୋର ସ୍ନେହାଶୀର୍ବାଦ। ଆଜିକାର କବିତାର ଶୀର୍ଷକ ରାଷ୍ଟ୍ର ପ୍ରଥମ ସ୍ୱାର୍ଥ ଶେଷ। ମତଭେଦ ଥାଉ ପଥ ଅଲଗା ହେଉ, ବିଭିନ୍ନ ଧାରା ଓ ମତ, ରାଜନୀତି ରଙ୍ଗେ ରଙ୍ଗେଇ ହୋଇ ନହେବା ପଥ ଭ୍ରଷ୍ଟ। ଦଳ ଅଲଗା ହୋଇପାରେ ଭାଇ, ଅଲଗା ହୋଇପାରେ ଚିନ୍ତା, କିନ୍ତୁ ଦେଶର ମାନ ସମ୍ମାନ ପାଇଁ ରଖିବା ଆମ ଏକତା। ଦେଶ ବିରୋଧୀଙ୍କ ହାତ ଧରିବା ନୁହେଁ କୌଣସି ଧର୍ମ, ରାଷ୍ଟ୍ରର ମୂଳ ଦୁର୍ବଳ କରିବା ଅଟେ ଅତି ଅଧର୍ମ କର୍ମ। ମନେ ରଖ ଭାଇ, ରାଷ୍ଟ୍ର ରହିଲେ ରହିବ ତୁମର ଭାଷା, ରାଷ୍ଟ୍ର ନଥିଲେ ଅନ୍ଧାର ହେବ ସବୁ ସପନ ଓ ଆଶା। ଯେଉଁ ମାଟି ଆମକୁ ଜନ୍ମ ଦେଇଛି ମୁକ୍ତ ବାୟୁ, ତାର ସୁରକ୍ଷା ପାଇଁ କାହିଁକି ହେବା ଆମେ ଆଜି ଦ୍ୱିଧାୟୁ। ଭିତରେ ଆମର ହଜାରେ କଳି ହଜାରେ ଥାଉ ବିପାଦ, ହେଲେ ଦେଶର ଶତ୍ରୁ ସାମ୍ନାରେ ତେଜିବା ସବୁ ପ୍ରମାଦ। ସ୍ୱାଧୀନ ମତ ବ୍ୟକ୍ତ କରୁଛ, ପାଉଛ ଏତେ ଅଧିକାର, ଭାବିଛ କେବେ ଏ ସୁଯୋଗ ଦେଇଛି ଏଇ ପବିତ୍ର ରାଷ୍ଟ୍ର ଆମର। ଯଦି ଆଜି ଏଇ ମାଟି ହୁଏ ପରାଧୀନ, କାହିଁ ରହିବ ତୁମର ସ୍ୱର, ତୁମ ପରିଚୟ ଲିଭିଯିବ ସିନା, ହୋଇଯିବ ତୁମେ ପର। ତେଣୁ ଆସ ଆଜି ଏକାଠି ହେବା, ଭୁଲି ଦଳ ଓ ମତ, ଦେଶର ହିତ ଜିଣିବା ସବୁଠି ଏଇ ହେଉ ଆମ ବ୍ରତ। ମାଟି ମା ଆଜି ଡାକ ଦେଉଛି, ରଖ ମୋର ସମ୍ମାନ, ରାଷ୍ଟ୍ର ସର୍ବୋପରି ଏଇ ବିଶ୍ୱାସେ ସର୍ବେ ହେବା ଦେବା ବଳିଦାନ। ଜାତି ଧର୍ମ ଦଳରୁ ଊର୍ଦ୍ଧ୍ୱରେ ଗୋଟିଏ ଆମର ନାମ, ଆମେ ଭାରତୀୟ ଆମେ ଏକାଠି ଏଇ ଆମ ପରିଣାମ। ଆଜି ମାଟି ମାର ଆହ୍ୱାନ ରଖ, ସଦା ତା ପବିତ୍ର ଶାନ, ଭାରତର ଗର୍ବ ଓ ଗୌରବ, ଭାରତ ଆମର ପ୍ରାଣ। ଜୟ ହିନ୍ଦ, ବନ୍ଦେ ମାତରମ୍।